Hello champion, welcome to Edu Enrichment. Dear student, ତମ ପାଇଁ ଏବେ ସବୁଠୁ ବଡ଼ କଥା କଣ ନା ତମେ ସମସ୍ତେ ଅଲରେଡି ଫର୍ମ କିଛି ପିଲା ପକେଇ ସାରିଥିବ ବା ଆଉ କିଛି ପିଲା ଫର୍ମ ପକଉଥିବ ବି। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା କଣ ନା ସାର୍ ଆମେ OAV ପାଇଁ କେମିତି ପ୍ରିପେୟାର ହେବୁ, କଣ ପଢିବୁ ଆକ୍ଚୁଆଲି ଆମେ, କେତେ ମାର୍କର ଏକ୍ଜାମ ରହିବ, କେମିତି କଣ ହେଲା। ତ କିଛି ବି କେହି ବ୍ୟସ୍ତ ହବନି, ତମ ସମସ୍ତଙ୍କର ଡାଉଟ ତମେ ସମସ୍ତେ 10-15 ମିନିଟ୍ ଟାଇମ ଦିଅ, ସମସ୍ତଙ୍କର ଏନି ଡାଉଟ ତମର ଯାହା ବି ଅଛି ତମର ମୁଁ ସବୁ କ୍ଲିୟର କରିଦେବି, ଠିକ ଅଛି। ଆଚ୍ଛା ଫାର୍ଷ୍ଟ କଥା ହଉଛି କଣ ନା ଅଲରେଡି ଆଗରୁ ମୁଁ କହିଛି କଣ ନା ଯୋଉମାନେ ତମେ ଏବେ 5th କ୍ଲାସରେ ପଢୁଛ, 5th କ୍ଲାସ ଯୋଉମାନେ 5th କ୍ଲାସରେ ପଢୁଛ ମାନେ ଷଷ୍ଠକୁ ଯିବେ ସେମାନେ ଏକ୍ଜାମ ଦେଇପାରିବେ। ଯୋଉମାନେ 6th ରେ ପଢୁଛ ବି ସେମାନେ 7th ପାଇଁ ଏକ୍ଜାମ ଦେବେ। ଯୋଉମାନେ 8 ରେ ପଢୁଛନ୍ତି ସେମାନେ 9th କ୍ଲାସ ଆଡମିସନ ପାଇଁ ଏକ୍ଜାମ ଦେବେ। ଯୋଉମାନେ 9th ରେ ପଢୁଛନ୍ତି ସେମାନେ ମଧ୍ୟ ଦେବେ। କିନ୍ତୁ ବେସିକାଲି ଆକ୍ଚୁଆଲି କଥା କଣ, 7 ଛାଡ଼ିଦେଲି। କଥା କଣ ନା ଆକ୍ଚୁଆଲି ଯୋଉମାନେ 5th କ୍ଲାସରେ ପଢୁଛନ୍ତି ସେମାନଙ୍କର ଆକ୍ଚୁଆଲି ଟିକେ ବେଶୀ ମେଜରିଟି, ମାନେ କଣ ନା ଆକ୍ଚୁଆଲି 6th କ୍ଲାସରେ ଆଡମିସନ ପାଇଁ ମାନେ ତମେ ପଞ୍ଚମରେ ପଢୁଛ ନା, ତମେ 6th କ୍ଲାସରେ ଷଷ୍ଠ କ୍ଲାସରେ ତମେ ଆଡମିସନ କରିବ। ତାଙ୍କର କାହିଁ ମେଜରିଟି ନା ଆକ୍ଚୁଆଲି ସମ୍ପୂର୍ଣ୍ଣ ସିଟ୍ କହିଲେ ବା ମାନେ ପ୍ରତିଟି ସ୍କୁଲରେ 70ରୁ 80 ସିଟ୍ ଥାଏ କଣ ନା 6 ପିଲାଙ୍କ ଆଡମିସନ ପାଇଁ, ଟୋଟାଲ ନୂଆ ସିଟ୍ ଥାଏ। କିନ୍ତୁ ମାନେ ସପ୍ତମରେ ଆଡମିସନ ପାଇଁ, ଅଷ୍ଟମରେ ଆଡମିସନ ପାଇଁ ତାଙ୍କ ପାଇଁ ଟିକେ ବହୁତ ଟିକେ କମ ସିଟ୍ ଥାଏ। କିନ୍ତୁ ଠିକ ଅଛି, ଯୋଉମାନେ ଅଛ ବି, ଯୋଉମାନେ ଚାହୁଁଛ କି ନାଇଁ ସାର୍ ମୁଁ ଏବେ ଷଷ୍ଠରେ ତ ବର୍ତ୍ତମାନ ଆର ବର୍ଷ ମୋର ହେଲାନି, ଏ ବର୍ଷ ମୁଁ ପଢିବି ଦେବି, ଠିକ ଅଛି, ହବ, କିଛି ଅସୁବିଧା ନାହିଁ। କିନ୍ତୁ ବେସିକାଲି ମୁଁ କହିବି ଯୋଉମାନେ ପଞ୍ଚମରେ ପଢୁଛ ଏବେ ଓଡିଆ ମିଡିୟମ, তুমি ଯେକୌଣସି CBSE ସ୍କୁଲରେ ପଢ, ଅକ୍ସଫୋର୍ଡରେ ପଢ, ଶିଶୁ ମନ୍ଦିରରେ ପଢ କି ଗାଁ ଯୋଉଠି ପଢ, ସମସ୍ତଙ୍କ ପାଇଁ ପାଠଟି ସେମ୍। ସମସ୍ତଙ୍କର ସମସ୍ତଙ୍କ ପାଇଁ ପାଠ ସେମ୍, କନସେପ୍ଟ ସେମ୍, କୋଶ୍ଚିନ୍ ବି ସେମ୍। କୋଶ୍ଚିନ୍ର ପେପର ବି ମୁଁ କହିଦଉଛି ଏବେଠାରୁ ବୋଥ ଇଂଲିଶରେ ଆସିବ ଆଉ ଓଡ଼ିଆରେ ଆସିବ ହେଲା। ମାନେ ସେମ୍ କୋଶ୍ଚିନ୍କୁ ଇଂଲିଶ ଲାଙ୍ଗୁଏଜରେ ଆସିବ, ଲାଙ୍ଗୁଏଜ କଥା କହୁଛି, ଇଂଲିଶ ଓଡ଼ିଆ ନୁହଁ, ଲାଙ୍ଗୁଏଜ ହେଲା, ବୋଥ ଲାଙ୍ଗୁଏଜରେ ଆସିବ। ସାର୍ ଆମେ ତାହେଲେ ପଢିବୁ କଣ, କେମିତି ପଢିବୁ, କେତେ ମାର୍କର ଏକ୍ଜାମ ହବ, ମୁଁ ଡିଟେଲରେ ତମକୁ ସବୁ କହିବି ହେଲା। ତାର ସବଜେକ୍ଟ ଆମେ କଣ ପଢିବୁ, କେତେ ଆମକୁ ଟାଇମ ମିଳିବ, କେତେ ଟୋଟାଲ ମାର୍କ କେତେ ହେଲା, କୋଉ କୋଉ ପାର୍ଟରୁ କ୍ୱେଶ୍ଚିନ୍ ଆସିବ, ସବଜେକ୍ଟ କଣ, ଡିଟେଲରେ ମୁଁ ତମକୁ ସବୁ ବିଟ୍ ବାଇ ବିଟ୍ କହିବି। ଦେଖ ଏ ଯୋଉ ପିଲା ଗୁଡାକ ସବୁ ଦେଖୁଛ, ଏ ଯୋଉ ବସିଛନ୍ତି ପିକ୍ଚର ଦେଖୁଛ, ଏ ସମସ୍ତେ ଯୋଉ ପାଇଛନ୍ତି ମାନେ ସମସ୍ତେ 6-7 ପିଲା ଦେଖ, ଏମାନେ ସମସ୍ତେ ଆର ବର୍ଷ ପାଇଛନ୍ତି, ମାନେ ସବୁ ପାଠ ପଢୁଛନ୍ତି ହେଲା। ଠିକ ଅଛି, ଏଇଟା ଆକ୍ଚୁଆଲି ଆମର ଅଫଲାଇନ ସେଣ୍ଟର ଅଛି, ସମସ୍ତେ ପାଠ ପଢୁଛନ୍ତି, ଠିକ ଅଛି। ତ କେହି ବ୍ୟସ୍ତ ହବାର ନାହିଁ, କି ଉରି ହବାର ନାହିଁ, ସମସ୍ତେ ମୋ ସହ ଯୋଡି ହେଇକି ରୁହ। ଫାର୍ଷ୍ଟ କଥା କହିବି, ହଁ ଯୋଉମାନେ ତ ମତେ ଜାଣିଛ ଆଗ ଠିକ ଅଛି, ବାକି ଯୋଉମାନେ ନ ଜାଣିଛ ବି ସମସ୍ତେ କଣ କର ନା ଶେଷ ଗୋଟେ ଲାଇକ୍ କରିଦିଅ, ଆଗ ହେଲା ଲାଇକ୍ କରିଦିଅ। ଯେ ଫାର୍ଷ୍ଟ ଟାଇମ ଦେଖିଲ, ଆଜି ଆଗ ଦେଖିଲ ଭିଡିଓ ଦେଖିଲ, ଫାର୍ଷ୍ଟ ଟାଇମ ଚ୍ୟାନେଲ ଭିଜିଟ କଲ, ତାହେଲେ ଗୋଟେ ସବସ୍କ୍ରାଇବ କରିଦିଅ ଆଗ ହେଲା। କାହିଁକିନା ଆମେ ଆଜିଠାରୁ ଆଜି ମୁଁ ତମକୁ ଏ ଭିଡିଓରେ କଣ ନା କେମିତି ତମର ପାଠ ପଢିବ, କୋଉ ସବଜେକ୍ଟ ପଢିବ, କୋଉ ବହି ପଢିବ, ସେ ସବୁ ଜଣେଇଦେବି। ନେକ୍ସଟ କାଲିଠାରୁ ଆମର ଡେଲି କ୍ଲାସ ହବ ହେଲା, ଡେଲି କ୍ଲାସ ହବ। ମୁଁ ତମକୁ ଟାଇମ ଟେବୁଲ ମଧ୍ୟ କହିବି, କମ୍ପ୍ଲିଟଲି ଫ୍ରି। ତମକୁ କହିଲି 2 ମାସ 60 ଦିନ କମ୍ପ୍ଲିଟଲି ଫ୍ରି ହବ ୟୁଟ୍ୟୁବରେ OAV ପାଇଁ କମ୍ପ୍ଲିଟଲି ଫ୍ରି କ୍ଲାସ ହବ। ସବୁ ସବଜେକ୍ଟ କଥା କହିବି ହେଲା, ଠିକ ଅଛି। ତ ଏବେ ଆମେ ଦେଖିବା ନେକ୍ସଟ ଆଗକୁ କଣ କଣ ଦେଖିବା, ଆମେ ତମକୁ ଜଣାଉଛି। ଆଚ୍ଛା କଥା ହଉଛି କଣ ନା ଦେଖ ଆମର ସବଜେକ୍ଟ ଆମର କଣ କଣ ରହିବ। ଆମର ଫାର୍ଷ୍ଟ କଥା କୋଉ କୋଉ ପେପର ଆମେ ଏକ୍ଜାମ ଦବା। ଦେଖ ତମର ଇଂଲିଶ ତମର କମ୍ପଲସରି ହେଲା, ଇଂଲିଶ ରହିବ କମ୍ପଲସରି, ଗଣିତ ରହିବ କମ୍ପଲସରି, ବିଜ୍ଞାନ ବା ସାଇନ୍ସ ଯାହାକୁ ଆମେ କହୁଛେ, ଆଉ ସାମାଜିକ ବିଜ୍ଞାନ ଯାହାକୁ ତମେ ସୋସିଆଲ ସାଇନ୍ସ ବା ସୋସିଆଲ ଷ୍ଟଡି କହୁଛ ହେଲା। ସମସ୍ତଙ୍କ ପାଇଁ ସେମ୍, ତମେ ବାରମ୍ବାର କହିଲି ତମେ ଯେକୌଣସି ଇଂଲିଶ ମିଡିୟମରେ ପଢ କି ଓଡିଆ ମିଡିୟମରେ ପଢ, ସମସ୍ତଙ୍କ ପାଇଁ ସେମ୍ ହେଲା। ଫାର୍ଷ୍ଟ କଥା ଯୋଉମାନେ ଏବେ ଷଷ୍ଠ ପାଇଁ ଆଡମିସନ କରିବେ, ମାନେ ତମେ ଏବେ ପଞ୍ଚମରେ ପଢୁଛ, ତମେ ପଞ୍ଚମ ଶ୍ରେଣୀରେ ପଢୁଛ, ତମେ ଫର୍ମ ପକେଇଲ, ଏକ୍ଜାମ ଦବ, ତାମାନେ ତମେ ପଞ୍ଚମ ସରିଲା ପରେ ତମେ ଆଡମିସନ କରିବ କୋଉ କ୍ଲାସରେ, 6th କ୍ଲାସ ନା ନାହିଁ, ହଁ କି ନା। ତାଙ୍କ କଥା ମୁଁ କହୁଛି, ତମର ଏଇ ଯୋଉ 4ଟା ପେପର, ତମର 4ଟା ସବଜେକ୍ଟ ଇଂଲିଶ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଟୋଟାଲି ତମର 60 ମାର୍କ। କେତେ ମାର୍କ? 60 ମାର୍କ ଏକ୍ଜାମ ହବ ହେଲା। ଇଂଲିଶ ହବ 20 ମାର୍କ, ଠିକ ଅଛି। ଗଣିତ ପଡିବ 20, ବିଜ୍ଞାନ ପଡିବ 20, ସାମାଜିକ ବିଜ୍ଞାନ ପଡିବ ମଧ୍ୟ କେତେ 20, 60 ମାର୍କ ତମର ଏକ୍ଜାମ ହବ। ଆଚ୍ଛା ସାର୍ ଏ ଯୋଉ ଏକ୍ଜାମ ଲେଖିବ, ନାଇଁ ନାଇଁ ଲେଖା ଲେଖି କିଛି ନାହିଁ, ତମକୁ ପ୍ରତିଟି କୋଶ୍ଚିନ୍ ଦବ, ତା ଦେହରେ 4ଟା ଅପସନ ଦବ, ABCD ଅପସନ ଦବ ହେଲା। ତମକୁ ଯୋଉ OMR ଯୋଉ ଦେଇଥିବ, OMR ଦେଇଥିବ, ତମକୁ ସେ OMR କଣ କରିବାକୁ ପଡିବ, ଖାଲି ତାକୁ ଫିଲଅପ କରିବାକୁ ପଡିବ, ଆଉ କିଛି ନାହିଁ
ତମେ ଦେଖିଲେ 1 ନମ୍ବର ସପୋଜ ଏ ହେଲା, ସେ ଏ ର କେମିତି ରାଉଣ୍ଡ କରିବ। ଠିକ ଅଛି, ଏତ ଫାଷ୍ଟ କ୍ଲିୟର। ତାହେଲେ ଆମେ ଦବା କେତେ, ଆମେ ସାର୍ ଆମେ 60 ମାର୍କର ଏକ୍ଜାମ ଦବା। 60 ମାର୍କ, ସାର୍ 60 ମାର୍କ ପାଇଁ ଆଚ୍ଛା 60ଟା କୋଶ୍ଚିନ୍ ମଧ୍ୟ ପଡିଥିବ, କୋଶ୍ଚିନ୍ ନମ୍ବର ମଧ୍ୟ 60ଟା, 60ଟା କୋଶ୍ଚିନ୍ ର ନମ୍ବର ବି 60, ପ୍ରତିଟି ଗୋଟେ କୋଶ୍ଚିନ୍ ପାଇଁ ଗୋଟେ ମାର୍କ। ସାର୍ ଆମକୁ ଟାଇମ ଦେବେ କେତେ, ତାହେଲେ ଏକ୍ସାମରେ ଆମକୁ ଟାଇମ ଦେବେ କେତେ, ବୋଲେ 60 ମିନିଟ୍ ଆମକୁ ଟାଇମ ଦେବେ। 60 ମିନିଟ୍ ମାନେ ଯାହାକୁ ଆମେ କହିପାରିବା କଣ, ଗୋଟେ ଘଣ୍ଟା ଆମକୁ ଟାଇମ ଦେବେ, 1 ଆୱାର ଟାଇମ ଦେବେ ହେଲା। କାରଣ ତୁମେ ଦେଖ ଇଚ୍ କୋଶ୍ଚିନ୍ ପାଇଁ ଆମକୁ ଗୋଟେ ମିନିଟ୍ ଆମକୁ ଟାଇମ ମିଳିବ ପ୍ରତିଟି କୋଶ୍ଚିନ୍ ପାଇଁ। ତ ଆମକୁ ସେଇ ହିସାବରେ ଆମକୁ ସେଇ ଫ୍ଲୋରେ ପ୍ରିପେୟାର ହେବାକୁ ପଡିବ, କି ଯେମିତି ଆମେ ପ୍ରତିଟି ମିନିଟ୍ ଗୋଟେ ଲେଖା କୋଶ୍ଚିନ୍ କୁ ପଢି ତାକୁ ରିଡ୍ କରିକି ଆନ୍ସର ଦବା। ହେଲେ ସବୁ ଭାବୁଛ ସାର୍ ଟାଇମ କମିଯିବ, ନାହିଁ ସଫିସିଏଣ୍ଟ ଟାଇମ। କାହିଁକି ନା ପାଠ ତମେ ଯୋଉ ଏବେ ପଞ୍ଚମ କ୍ଲାସ ଯୋଉ ପଢୁଛ, ଯୋଉ 5th କ୍ଲାସ ଯୋଉ ପଢୁଛ, ବର୍ତ୍ତମାନ ଯୋଉ ପଞ୍ଚମ ଶ୍ରେଣୀ ପାଇଁ ପଢୁଛ, ତମର ବୁକ୍ ରୁ ପାଠ ଆସିବ। ସିରିୟସଲି ତମେ ଦେଖ, ତମେ ପ୍ରିଭିୟସ ଇୟର କୋଶ୍ଚିନ୍ ଉଠେଇକି ଦେଖ, ମୁଁ ସବୁ କରେଇବି, ସବୁତକ ପଞ୍ଚମ ଶ୍ରେଣୀର ପାଠ ପଢିବ। ହଁ, ବାକି କିଛି କିଛି ନୂଆ ନୂଆ କନସେପ୍ଟ 6th କ୍ଲାସରେ କିଛି କିଛି ଯୋଉ ପାର୍ଟଟା ମ୍ୟାଥର କିଛି ଏକ୍ସଟ୍ରା ଟିକେ କୋଶ୍ଚିନ୍ ଟିକେ ସେଟା ଟିକେ 6th କ୍ଲାସ ପାଠ ପକେଇ ଦବ, କିନ୍ତୁ ବାକି ସବୁତକ ପଞ୍ଚମ କ୍ଲାସରୁ ପଢିବ, ଏତକ ସିଓର। ସାର୍ ତାହେଲେ ଇଂଲିଶରେ ଆମେ କଣ କଣ ପଢିବୁ ଫାଷ୍ଟ ଦେଖିଦିଅ। ସବୁର କହିବି, ଇଂଲିଶରେ କଣ ପଢିବୁ, ଗଣିତର କଣ, ସବୁ କହିବି। ଫାଷ୍ଟ ଇଂଲିଶରେ କଣ, ପ୍ୟାସେଜ ଶୁଣ। ପ୍ୟାସେଜ ଆକ୍ଚୁଆଲି ଆମେ ଦୀର୍ଘ 5, 6 ବର୍ଷ 7 ବର୍ଷର ଦେଖ, ପ୍ୟାସେଜ ଆଗରୁ ପଢୁଥିଲା, କିନ୍ତୁ ଲାଷ୍ଟ ଟାଇମ 2025ରେ ଯୋଉ ଏକ୍ସାମ ହେଇଥିଲା ସେଥିରେ ପ୍ୟାସେଜ ପଢୁନଥିଲା। ମୁଁ ତ ଫାଷ୍ଟ କହିଦଉଛି, ପ୍ୟାସେଜ ଏଥରକ ମେ ବି ଆସିପାରେ, ମେ ବି ନ ଆସିବାର ଚାନ୍ସ ଟା 80% ଭାବିନିଅ। କାହିଁକି ନା ତା ଟ୍ରେଣ୍ଡ ଅଲରେଡି ବନ୍ଦ କରିଦେଇଛି, ପ୍ୟାସେଜ ପିଲା ସେ ପକଉନି। ଠିକ ଅଛି, ଆଚ୍ଛା ଆଉ କଣ ପଢିବ ସାର୍, ନା ସାଉଣ୍ଡ ଅଫ ଆନିମଲ ଆଣ୍ଡ ବାର୍ଡ, ମାନେ କୁକୁର କେମିତି ଭୋକେ, ଗାଈ କେମିତି ବୋବାଏ, ଏ ଟାଇପର। କଣ କହିବା, ଏକ୍ସାମ ତମେ କୋଶ୍ଚିନ୍ ଉଠେଇକି ଦେଖ, ହେଲେ କୋଶ୍ଚିନ୍ ସବୁବେଳେ ସହଜ। ପିଲା ଆକ୍ଚୁଆଲି କେତେ ଜଲ୍ଦି କୁଇକଲି କୋଶ୍ଚିନ୍ ଟାକୁ ବୁଝୁଛନ୍ତି ଆଉ ଆନ୍ସର ଲେଖୁଛନ୍ତି, ଏତିକି ହଉଛି କଥା। ଅପୋଜିଟ ୱାର୍ଡ ପଡିବ, ଆକ୍ସନ ୱାର୍ଡ, ଭର୍ବ ହେଲା, ଭର୍ବ, ପ୍ରିପୋଜିସନ ପଡିବ, ଆର୍ଟିକଲ ପଡିବ, ଅଡ୍ ୱାନ୍ ୱାର୍ଡ, ମାନେ ତମକୁ 3-4ଟା ୱାର୍ଡ ଦେଇ ଦେଇଥିବ, ତା ଦେହରେ ଡିଫରେଣ୍ଟ କିଏ ହେଲା। ତ ତମେ ଇଂଲିଶର ଏଇଗୁଡାକ ସବୁ ଟିକେ ମୁଁ ଦେଖିବାକୁ ପଡିବ। ଶୁଣ, ଏଇ ଯୋଉ ଟପିକ ତମେ ଦେଖୁଛ ନା, ଏ ଟପିକ ଆମର ପୁରା ଟୋଟାଲି ପର୍ଟିକୁଲାର ସିଙ୍ଗଲ କ୍ଲାସ ଆମର ହବ। ଅପୋଜିଟ ୱାର୍ଡ ର କ୍ଲାସ ହବ, ପ୍ରିପୋଜିସନ, ଏମିତି ନାହିଁ ଯେ ହଁ ସାର୍ ଆପଣ କହିଦେଲେ କ୍ଲାସ କରିବେ ବୋଲି ମିଶେଇ କରିଦେଲେ, ନାଇଁ ସେମିତି ନାହିଁ। ପ୍ରତିଟି ଟୋଟାଲି ଟପିକ ୱାଇଜ କ୍ଲାସ ହବ, ଦେନ୍ କୋଶ୍ଚିନ୍ ଆନ୍ସର ଆମେ କରିବା ଆମେ ହେଲା। ପ୍ରିଭିୟସ ଇୟର କୋଶ୍ଚିନ୍ କରିବା, ଆଗକୁ କଣ ଏ ବର୍ଷ ଏକ୍ସାମରେ ଆସିବ ଗେଷ୍ଟ ପେପର, ସେଗୁଡା ମଧ୍ୟ କରିବା। ଓକେ, ଆଚ୍ଛା ତାହେଲେ ଆଉ କଣ ଦେଖିବା ସାର୍, ଗଣିତରେ କଣ ପଢିବୁ ଆମେ। ଗଣିତରେ ଦେଖ, ଗଣିତରେ ପିଲେ ତମକୁ ଲାଗୁଛି ଏତେ କିଛି, କିନ୍ତୁ ଏତେ ଜମା ବି ପଡିବନି, ଆଦ୍ର ଯାହା ପଡିବ ପୁରା ଛୋଟ ଛୋଟ କୋଶ୍ଚିନ୍, ଇଜି ହିଁ ପଡିବ। କଣ ପଡିବ ନା ସାର୍, କୋଣ ଓ କୋଣର ପରିମାଣ ହେଲା, ବା ତମେ ଯୋଉମାନେ ଇଂଲିଶ ମିଡିୟମ ପିଲା ଅଛ, ତମେ ଯୋଉ ପଢିଥିବ ଆଙ୍ଗେଲ ଆଣ୍ଡ ଡିଗ୍ରୀ, ଡିଗ୍ରୀ ଆଣ୍ଡ ଆଙ୍ଗେଲ, ଆଙ୍ଗେଲ ଆଣ୍ଡ ଡିଗ୍ରୀ ହେଲା, କେତେ ଡିଗ୍ରୀ କୋଉ କୋଣ କଣ କଣ ସେଭଳିଆ ପଡିବ। କେତେକ ଆବଦ୍ଧ ଚିତ୍ର, ମାନେ କଣ କ୍ଲୋଜ ଫିଗର, ଯୋଉ ସବୁ କ୍ଲୋଜ ଫିଗର ହେଲା, କ୍ଲୋଜ ଫିଗର ଯୋଉ ସବୁ ରହିଗଲା, ସର୍କଲ ହଉ, ସ୍କୋୟାର ହଉ, ରେକ୍ଟାଙ୍ଗେଲ ହଉ ହେଲା, ତା ବିଷୟରେ ସବୁ ପଡିବ। ମୁଁ କହିବି ସବୁ ତକ, ମୁଁ ଶୁଣ, ତମେ ବାରମ୍ବାର କହୁଛି, ମୁଁ ପ୍ରତିଟି ଟପିକ, ଯୋଉ ପ୍ରତି ଟପିକ ଯୋଉ ନାହିଁ, ପ୍ରତିଟି ଟପିକ ଆମେ ଭଲସେ ଆଗ ବୁଝିବା, ତାର କନସେପ୍ଟ, ତାର ଏ ଯୋଉ ଟପିକକୁ ନେଇ କୋଶ୍ଚିନ୍, ତାପରେ କଣ ଦେଇଛି ନା ବୃତ୍ତ ଏବଂ ଏହା ସମ୍ବନ୍ଧୀୟ ମାପ, ପ୍ରତିସମ ଚିତ୍ର, ମାନେ କଣ ସିମେଟ୍ରି, ଯୋଉ ସିମେଟ୍ରି ହେଲା, ସିମେଟ୍ରି, ଇଏ ମଧ୍ୟ ପରିସୀମା କ୍ଷେତ୍ରଫଳ, କାହାର ଶୁଣ, ଏ ଯୋଉ ପରିସୀମା କ୍ଷେତ୍ରଫଳ କେବଳ କେବଳ କାହାର ପଡିବ, ମୁଁ ତମକୁ ଏବେଠାରୁ କହିଦେବି, କେବଳ 3ଟାର ପଡିବ। କାହାର, ଆଇଦର ଟ୍ରାଙ୍ଗେଲର ପଡିଥିବ, ନହେଲେ ସ୍କୋୟାର ର ପଡିଥିବ, ନହେଲେ ରେକ୍ଟାଙ୍ଗେଲ ର ପଡିଥିବ ହେଲା। ଏଇ 3ଟାକୁ ଛାଡିଦେଲେ ଏରିଆ ପେରିମିଟର କାହାର ଆଉ ପଡିବ ନାହିଁ। ସର୍କଲ ପିଲେ କେବେ ପଡିବନି, ଗ୍ୟାରେଣ୍ଟି। ତମେ ପ୍ରିଭିୟସ କ୍ୱେଶ୍ଚନ ଉଠେଇ ଦେଖି ନେଇ ପାରିବ, এই 3ଟା ଆଇଦର ଟ୍ରାଙ୍ଗେଲ, ସ୍କୋୟାର ଆଉ ରେକ୍ଟାଙ୍ଗେଲ ହେଲା, ବା ଯାହାକୁ ତମେ କହୁଛ ତ୍ରିଭୁଜ, ବର୍ଗଚିତ୍ର, ଆୟତଚିତ୍ର। ଏଇଭଳିଆ ଆମେ, ତମକୁ କହିଛି ବା, ଆମେ ଟୋଟାଲି ଫାଷ୍ଟ ଟପିକ ସବୁ ପଢିବା, ଦେନ୍ ତାପରେ ପ୍ରିଭିୟସ କ୍ୱେଶ୍ଚନ କୁ ଯିବା, ଦେନ୍ ତାପରେ ଗେଷ୍ଟ ପେପରକୁ ଯିବା। ଗୁଣନୀୟକ, ଗୁଣିତକ, ଏଚସିଏଫ ଏଲସିଏମ ହେଲା, ଏଚସିଏଫ ଏଲସିଏମ, ଲସାଗୁ ଗସାଗୁ ହେଲା, ଲସାଗୁ ଗସାଗୁ ପଡିବ ହେଲା। ଆଚ୍ଛା, ଆରେ ଏ ଯୋଉ ଗୁଣନୀୟ ଗୁଣିତ ମାନେ କଣ, ଫ୍ୟାକ୍ଟର ମଲ୍ଟିପୁଲ ବା, ଫ୍ୟାକ୍ଟର ମଲ୍ଟିପୁଲ ହେଲା। ଦେଖ, ମୁଁ ବାରମ୍ବାର ତମକୁ କହୁଛି, ତମେ ଇଂଲିଶ ମିଡିୟମ ପିଲା ହୁଅ କି ଓଡିଆ ମିଡିୟମ ହୁଅ, ମୁଁ ବୋଥ ଲାଙ୍ଗୁଏଜ ରେ ପଢେଇବି। କୋଶ୍ଚିନ୍ ତମକୁ
ବୋଥ୍ ଲାଙ୍ଗୁଏଜ ରେ ଦେବି, ବୁଝେଇ ମଧ୍ୟ ବୋଥ୍ ଲାଙ୍ଗୁଏଜ ରେ ହେଲା। ଫ୍ୟାକ୍ଟର ଆଣ୍ଡ ମଲ୍ଟିପୁଲ ହେଲା, ଗୋଟେ ଛାଡି ଦେଇଥିଲି ଲସାଗୁ ଗସାଗୁ ପଡିବ, ଗୁଣନୀୟ ଗୁଣିତକ ଫ୍ୟାକ୍ଟର ଆଣ୍ଡ ମଲ୍ଟିପୁଲ ପଡିବ, ଭଗ୍ନ ସଂଖ୍ୟା ମାନେ କଣ ଫ୍ରାକ୍ସନ 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 ବି କ୍ୱେଶ୍ଚିନ୍ ପଡିବ ହେଲା, ଫ୍ରାକ୍ସନ ରୁ କ୍ୱେଶ୍ଚିନ୍ ପଡିବ, ଫ୍ରାକ୍ସନ ଆଡିସନ ସବଟ୍ରାକ୍ସନ ସେଥିରୁ କ୍ୱେଶ୍ଚିନ୍ ପଡିବ, ଦଶମିକ ସଂଖ୍ୟା ପରିଚୟ, ଡେସିମାଲ ରୁ ମଧ୍ୟ ପଡିବ, ଡେସିମାଲ ହେଲା, ଡେସିମାଲ ରୁ ପଡିବ, ମେଟ୍ରିକ ମାପ ପଦ୍ଧତି, ସମୟ ଟାଇମ ର, ଟଙ୍କା ପଇସା ହେଲା। ଏଇ ଯୋଉ ସବୁ ଟପିକ ଗୁଡା ସବୁ ଦେଖୁଛ ତମ, ଏଇ ଟପିକ ରୁ ହିଁ ପିଲେ କ୍ୱେଶ୍ଚିନ୍ ଆସିବ ହେଲା, ଏଇ ଟପିକ ରୁ କ୍ୱେଶ୍ଚିନ୍ ଆସିବ, କ୍ୱେଶ୍ଚିନ୍ ବାହାରୁ ଆସିବନି। ଆମର କାମ କଣ ନା ଏଇ ଯୋଉ ସବୁ ଟପିକ ଗୁଡା ଫାଷ୍ଟ ଆମେ ପ୍ରତିଟି କ୍ଲାସ ରେ ଗୋଟେ ଲେଖା ଟପିକ ଆମେ ସାରିବା, ଆମେ ଦେନ୍ ତାପରେ କଣ କରିବା ଆମେ କ୍ୱେଶ୍ଚିନ୍ ଏକ୍ସଟ୍ରା କରିବା। ଆମେ ଫାଷ୍ଟ ମୁଁ କହିବି ନାଇଁ ସାର୍ ଠିକ ଅଛି ଆମେ ଏଗୁଡ଼ା ଫାଷ୍ଟ ପଢିବାନି, ଫାଷ୍ଟ ଡାଇରେକ୍ଟ କ୍ୱେଶ୍ଚିନ୍ କରିବା। ଆରେ କ୍ୱେଶ୍ଚିନ୍ କଲେ କେମିତି ଯୋଉ ନୂଆ ପିଲା ଫାଷ୍ଟ ଟାଇମ ତମେ ଦେଖୁଛ ସେ କଣ ଜାଣିବ, ବୁଝୁଛ ନା ନାଇଁ? ସେଥିପାଇଁ କହୁଛି ସମସ୍ତେ ମୋ ସହ ଯୋଡି ହେଇକି ରୁହ, ସମସ୍ତେ ତମ ଏକ୍ସାମ ସରିବା ଯାଏଁ ଲାଷ୍ଟ ଡେଟ୍ ଯାଏଁ ଆମ ଡେଲି କ୍ଲାସ ହବ ଆମର। ସେଥିପାଇଁ କହୁଛି ସମସ୍ତେ ମୋ ସହ ଯୋଡି ହେଇକି ରୁହ। ଯୋଉମାନେ ଚ୍ୟାନେଲକୁ ଫାଷ୍ଟ ଟାଇମ ଦେଖିଲ ଆଜି ସମସ୍ତେ ସବସ୍କ୍ରାଇବ କରିଦିଅ, ଆଗ ସବସ୍କ୍ରାଇବ କରିଦେଲେ କଣ ହବ ନା ଯେତେବେଳେ ମୁଁ ଭିଡିଓଟା ଅପଲୋଡ କରିବି ଫାଷ୍ଟ ସେଟା ତମ ସ୍କ୍ରିନକୁ ପଳେଇ ଆସିବ। ଠିକ ଅଛି, ମ୍ୟାଥ ଗଲା, ତାପରେ ଆଉ କଣ କୁହନ୍ତୁ, ମ୍ୟାଥ ପରେ କଣ ଅଛି, ବିଜ୍ଞାନ। ବିଜ୍ଞାନ ଥିଲେ ବହୁତ ଲିମିଟେଡ ଅଛି, ସ୍ୱାସ୍ଥ୍ୟ ରୋଗ, ଆବର୍ଜନା ନିଷ୍କାସନ ସଦୁପଯୋଗ, ବିପର୍ଯ୍ୟୟ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ଜଙ୍ଗଲ ମୃତ୍ତିକା, ଶକ୍ତି କାର୍ଯ୍ୟ, ବାୟୁ ପ୍ରଦୂଷଣ, ପୁରା ବହୁତ କମ ଟପିକ ହେଲା। ଏଇ ଟପିକ ଗୁଡାକ ଯୋଉ ଦେଖିବ ଆସାର ଏତେ କଥା କହିଲେ ତମେ ପଢିବ କେମିତି ଦେଖ, ହେଲେ ଏଇ ଯୋଉ ଟପିକ ଗୁଡାକ କଣ ତମେ ଯୋଉ ଫିଫ୍ଥ କ୍ଲାସ ଯୋଉ ପଢୁଛ, ଫିଫ୍ଥ କ୍ଲାସ ବହିରେ କିଛି ଟପିକ ଅଛି କିଛି ଟପିକ ନାହିଁ, ଯୋଉ ଟପିକ ନାହିଁ ବି ମୁଁ ତମକୁ କହୁଛି ଏଇ ଯୋଉ ଟପିକ ଗୁଡାକର ପ୍ରପର ନୋଟ୍ସ ତମକୁ ପଠେଇଦେବି ଟେଲିଗ୍ରାମ ଗ୍ରୁପରେ, ତମେ ସମସ୍ତେ ଜଏନ ହେଇଯାଅ ଟେଲିଗ୍ରାମ ଗ୍ରୁପରେ ହେଲା। ଟେଲିଗ୍ରାମ ଗ୍ରୁପ ମୁଁ ଡିସ୍କ୍ରିପସନରେ ଲିଙ୍କ ଦେଇଦେଇଛି ହେଲା, ନହେଲେ ସର୍ଚ୍ଚ କରିଦବ କଣ ଏଡୁ ଏନରିଚମେଣ୍ଟ, ଟେଲିଗ୍ରାମ ଯାଇ ସର୍ଚ୍ଚ କରିଦବ ଏଡୁ ଏନରିଚମେଣ୍ଟ ହେଲା, ସ୍ପେଲିଂ ଏୟା ମାରିବ RICHMENT ହେଲା, ସର୍ଚ୍ଚ କରିକି ସେଥିରେ ସମସ୍ତେ ଟେଲିଗ୍ରାମରେ ଜଏନ ହେଇଗଲେ କଣ ନା ଯୋଉ କ୍ଲାସ ଭିତରେ ଯୋଉ ଯାହା ପଢା ହେଲା ତାର ନୋଟ୍ସଟା ମୁଁ ଟେଲିଗ୍ରାମ ଗ୍ରୁପରେ ମୁଁ ସେୟାର କରିଦେବି। ଠିକ ଅଛି, ନହେଲେ ମତେ ମେସେଜ କରିବ, ମତେ ହ୍ୱାଟ୍ସଆପ ମତେ ମେସେଜ କରିବ, ମୁଁ ତମକୁ ମଧ୍ୟ କଣ ନା ତମକୁ ନୋଟ୍ସ ତମକୁ ପ୍ରୋଭାଇଡ କରିଦେବି। ଠିକ ଅଛି, এটা ବିଜ୍ଞାନ ଗଲା ନା, ତାର ସାଇନ୍ସ ଯାକୁ ଆମେ କହୁଛେ ସାଇନ୍ସ ର। ତାପରେ ସାମାଜିକ ଅନୁସାରେ କଣ କଣ ହେଲା SC ST ପାର୍ଟ ର ସୋସିଆଲ ଷ୍ଟଡିଜ କହୁଛେ, ସୋସିଆଲ ଷ୍ଟଡିଜ କଣ ନା ସାମାଜିକ ଶୃଙ୍ଖଳା, ଆମେ କିପରି ଆମକୁ ଶାସନ କରିବା, ଖାଦ୍ୟ ଉତ୍ପାଦନ, କାର୍ଯ୍ୟରତ କର୍ମଜୀବୀ, ଆମ ଦେଶ ଆମ ପୃଥିବୀ ହେଲା, ଆମ ଦେଶର ଭୂମି ରୂପ ଜଳବାୟୁ, ଆମ ଦେଶର ପ୍ରାକୃତିକ ସମ୍ପଦ, ଉଲ୍ଲେଖନୀୟ ଦର୍ଶନୀୟ ସ୍ଥାନ, ଆମ ଦେଶର ବିଭିନ୍ନ ଅଧିବାସୀଙ୍କ ଜୀବନ ଧାରା, ଆମ ଦେଶର ଆମଦାନୀ ରପ୍ତାନି, ଆମ ସ୍ୱାଧୀନତା ଆନ୍ଦୋଳନ। ଏଇ ଟପିକ ଗୁଡାକ ଦେଖ, ତମେ ୟାକୁ ଦେଖିଲ ଡରି ଯାଅନି, କାହିଁକି ଡରି ଯାଅନି ନା ତମେ ଯେମିତି କହିଲି ପ୍ରତିଟି କ୍ଲାସ ରେ ଆମେ ଗୋଟେ ଲେଖା ଟପିକ କୁ ସାରିବା, ପ୍ରତିଟି କ୍ଲାସ ରେ ଏ ଟପିକ ପଢା ହେଲା, আর নোটস ଦିଆ ହବ, ବୁଝିଆ ହବ, আর ତାପରେ MCQ ହବ, ବୁଝଛ ନା ନାଇଁ? ତ ସେଥିପାଇଁ ତମେ ଜମା ଓରି ଟୋଟାଲି ହୁଅନି ଯେ ତମେ କେମିତି ପଢିବ କଣ କରିବ, ଜମା ସେତକ ନାହିଁ, ଡରିବାର ନାହିଁ, ବ୍ୟସ୍ତ ହବାର ନାହିଁ, ସମସ୍ତେ ଯୋଡି ହେଇକି ରୁହ, ସମସ୍ତେ ଆମ ସହ ଯୋଡି ହେଇକି ରୁହ। ତମ ଲାଷ୍ଟ ଏକ୍ସାମ ଯାଏ ଆମେ କ୍ଲାସ କରିବା, ପ୍ରତିଦିନ ପ୍ରିଭିୟସ ଇୟର କ୍ୱେଶ୍ଚିନ୍ କରିବା, ପେପର କଣ ଆସିବ ତମେ ବାରମ୍ବାର କହିଛି, ତମ ଡାଉଟ କେବେ ରହିବନି, ତମ କନସେପ୍ଟ ତମର ସବୁବେଳେ ତମର କ୍ଲିୟର ହବ ହେଲା। କଥା ହଉଛି ଏଇଆ, ତ କଥା ହଉଛି ଏତିକି, ତେଣୁ ସମସ୍ତେ ତମେ ଯୋଡି ହେଇକି ରୁହ, ପଢାପଢି ଷ୍ଟାର୍ଟ କରିଦିଅ। ଆଉ ଜମା ଶୁଣ ତମେ ଟିକେ ଟାଇମ ଜମା ନାହିଁ, କାହିଁକି ନା ଅଲରେଡି ତମେ ଫର୍ମ ପକେଇଦେଲ, 60 ଦିନ ଭିତରେ ତମର ଏକ୍ସାମ ହବ, 60 ଦିନ ମ୍ୟାକ୍ସିମମ୍ 50-60 ଦିନରେ ତମର ଏକ୍ସାମ ହବ। ତ 60 ଦିନକୁ ମତେ ଦେଇଦିଅ, କିଛି ନାହିଁ ଦିନକୁ 2 ଘଣ୍ଟା, ଦିନକୁ 2 ଘଣ୍ଟା ତମେ କ୍ଲାସ କରିବା, ସକାଳେ ଘଣ୍ଟାଏ କ୍ଲାସ କରିବା, ସନ୍ଧ୍ୟା ଘଣ୍ଟାଏ କ୍ଲାସ କରିବା, ଏତିକି ଆମେ କ୍ଲାସ କରିବା, ସକ୍ସେସ ପାଇବା। ତ କେହି ବି ଓରିବା ପାଇଁ, ତମେ ନୂଆ ପିଲା ଫିଫ୍ଥ ରେ ଅଛ ସାର୍ ଆମେ ପଢିବୁ ଆଉ କଣ, ତମେ ବାରମ୍ବାର କହିଲେ ଯୋଉ ପଞ୍ଚମ କ୍ଲାସ ତମର ବହି, ମେନଲି ଯୋଉ ଓଡିଆ ମିଡିୟମ ର ଯୋଉ ବହି ଅଛି ଓଡିଆ ମିଡିୟମ ର, ସେଇ ଯୋଉ ଟପିକ ହେଲା, ତ ସେଇ ଟପିକ ରୁ ବା ସେଇ ବୁକ ରୁ ବହୁତ ସାରା କିଛି କନସେପ୍ଟ ଟିକେ ଆସେ, ତ ଆମେ ପ୍ରତିଟି ବିଷୟକୁ ଆମେ ଡିଟେଲରେ ପଢିବା, ତ କିଏ ବ୍ୟସ୍ତ ହବାର ନାହିଁ, ତ ସମସ୍ତେ ଏବେଠାରୁ ଲାଗିଯିବା। ଠିକ ଅଛି, ଆଶା କରୁଛି ଭିଡିଓଟି ସମସ୍ତଙ୍କୁ ହେଲ୍ପଫୁଲ ହେଇଥିବ। ତ ଯୋଉମାନେ ତମର ସାଙ୍ଗସାଥି ଅଛନ୍ତି ଯେ ଜାଣିନାହାନ୍ତି ସାର୍ ଆମେ କେମିତି କଣ ପଢିବୁ କଣ ଜାଣିପାରୁନାହାନ୍ତି, ତାଙ୍କୁ ମଧ୍ୟ ଭିଡିଓଟାକୁ ସେସନକୁ ସେୟାର କରିଦିଅ, ବାକି ସେସନ ଗୋଟେ ଲାଇକ୍ କରିଦିଅ। ଠିକ ଅଛି, ତ ଯୋଉମାନେ ଚ୍ୟାନେଲ ଫାର୍ଷ୍ଟ ଟାଇମ ଭିଜିଟ କଲ ଚ୍ୟାନେଲ ଗୋଟେ ସବସ୍କ୍ରାଇବ କରିଦିଅ। ତ ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ।